ଜୟ ସିଆରାମ। କଣ ଆପଣଙ୍କ ଜୀବନରେ ଲ ଅଫ୍ ଆଟ୍ରାକ୍ସନ କାମ କରୁନି? କଣ ଆପଣମାନେ ଏହି ଭୁଲ କରୁଛନ୍ତି କି? ଦେଖନ୍ତୁ, ଯେମିତି ଆମକୁ ଗୋଟେ ଘର ବନେଇବାକୁ ହେଲେ ପ୍ରଥମେ ତାର ନିଅ ଖୋଳିବାକୁ ପଡେ। ମାଟି ଖୋଳି ତା ଦେହରେ କଂକ୍ରିଟ ଦେଇ ଘରକୁ ମଜବୁତ କରିବାକୁ ପଡେ। କିନ୍ତୁ ଯଦି ଆମେ ଖାଲି କାନ୍ଥ ଉଠେଇ ଦବା ତାହେଲେ ସେ ଘର କଣ ତିଷ୍ଠିବ? ସେ ଘର ଜଲ୍ଦି ଭାଙ୍ଗିଯିବ। ସେ ଘର ହେଇପାରିବ ନାହିଁ। ସେଇପରି ଲ ଅଫ୍ ଆଟ୍ରାକ୍ସନ, ଆମେ ସବୁ ଯେତେ ବି ଟେକ୍ନିକ ୟୁଜ କରୁଛୁ ନା କାହିଁକି କାହିଁକି ଆମର ସବୁ ସେଟା ସଫଳ ହଉନି? କାରଣ ଆମେ ଆମର ବେସିକ କୁ, ଆମର ନିଅକୁ ଆମେ ମଜବୁତ କରିନେ। ସେଇ ନିଅଟି କଣ? ସେ ହଉଛି ଆମ ଭାବନା। ସବୁ ଆମ ଭାବନାର ହିଁ ଖେଳ। ଆମେ ଯଦି ଆମ ମନଟାକୁ ସଫା ନ ରଖିବା, ଆମେ ଯଦି ସମସ୍ତଙ୍କ ପ୍ରତି ହିଂସା, କ୍ରୋଧ ଏଗୁଡାକ ସବୁ ରଖିବା, ତାହେଲେ ଆମେ ଆମ ଜୀବନରେ କେବେ କୌଣସି ଜିନିଷକୁ ଆଟ୍ରାକ୍ଟ କରିପାରିବା ନାହିଁ। ମୁଁ ଆଗରୁ ବହୁତ ଥର କହିଛି, ସମସ୍ତଙ୍କ ହୃଦୟରେ ଭଗବାନ ବାସ କରନ୍ତି। ସମସ୍ତଙ୍କ ପ୍ରତି ଯଦି ଆମେ ଭଲ ଭାବନା ରଖିବା, ତାହେଲେ ଆମେ ପ୍ରତ୍ୟେକ ଜିନିଷକୁ ପାଇପାରିବା। କିନ୍ତୁ ଆମେ ଯଦି ସକାଳେ କେବଳ ଘଣ୍ଟାଏ ଲ ଅଫ୍ ଆଟ୍ରାକ୍ସନ ପ୍ରାକ୍ଟିସ କରିବା, କିନ୍ତୁ ଦିନ ସାରା ନେଗେଟିଭରେ ରହିବା, ଅନ୍ୟମାନଙ୍କର ଖରାପ ଚିନ୍ତା କରିବା, ତାହେଲେ କଣ ଆମକୁ ଲ ଅଫ୍ ଆଟ୍ରାକ୍ସନ କେବେ କାମ ଦବ? ୟୁନିଭର୍ସ କେବେ କଥା ଶୁଣିବ? ଏଇ ସବୁ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ତଳେ ଥିବା ଭିଡିଓ ଲିଙ୍କରେ କ୍ଲିକ୍ କରନ୍ତୁ। ଆପଣଙ୍କ ପ୍ରତ୍ୟେକ ଭୁଲକୁ ଆପଣ ଜାଣିପାରିବେ।